ମୁଁ ଟିକେ ଗପୁଡ଼ି ଆଜ୍ଞା, ଗପିବାକୁ ଭାରି ଭଲ ପାଏ। ଗପିଲା ବେଳେ ମତେ ଭୋକ ଶୋଷ ଜଣା ପଡୁନାହିଁ। ମତେ ଡାକି ଖାଇବାକୁ ଦିଅନ୍ତି, କାହିଁକିନା ମୁଁ ବହୁତ ଗପେ ତ ଭୁଲିଯାଏ ମୋ ଖାଇବା ସମୟଟାକୁ। ତାପରେ ଭାବିଲି ମୋ ଗପରେ ମଜା ଅଛି। ମା କହିଲା, ଆରେ ଶୁଣୁ, ତୁ ଯଦି ଏତେ ଗପିଲୁଣୁ ତ ତୁ ଗୋଟେ ପରିବାର ଭିତରେ, ବଡ ପରିବାର ଭିତରେ ବାହା କରିଦେବି ଯେ ତୋର ଗପ ଛାଡିଯିବ, କାମରେ ମନ ରହିଯିବ। ମୁଁ କହିଲି ହଁ ହେଲା, ଯଦି ବଡ ପରିବାରରେ ପଡିଯିବି ତାହେଲେ ତ ଭଲ, ମଜା ହବ, କାମକୁ କାମ ହବ, ଗପକୁ ଗପ ବି ମିଳିଯିବ। ମନ ଖୁସି ହେଇଗଲା। ହେଲେ ବଡ ପରିବାର କଣ ଭାବେ ପଡିବି? ଠାକୁର ରହ, ତତେ ଏଇଠି ସାରିଦେବି, ତୁ ପରିବାରଟି ଛୋଟ ମିଳିଲା। କେବଳ ଶ୍ୱଶୁର ଯାହା ସାଙ୍ଗରେ ଶାଶୁ ବି ନାହିଁ। ଭାବିଥିଲି ଶାଶୁ ସେବା କରିକିନି କିଛି ପୁଣ୍ୟ ଅର୍ଜନ କରିବି, ସେ କଥା ବି ମୋର ହେଲା ନାହିଁ। ହଉ, ଶ୍ୱଶୁରକୁ ଶାଶୁ ନଣନ୍ଦ ଭାବି ତାଙ୍କ ସାଙ୍ଗରେ ରହିଲି। କିଛି ଦିନ ପରେ ଭାବିଲି, ହଉ ହେଲା, ପରିବାର ବଡ ନ ମିଳିଲା ନାହିଁ, ଗପ ନହେଲା ନାହିଁ, ପିଲା 5-6ଟା ହେଇଗଲେ ତାଙ୍କ ସାଙ୍ଗରେ ବି ଗପ ଖେଳରେ ମାତି ସିଏ ବି ସମୟ କଟିଯିବ। ତାକୁ ଈଶ୍ୱର କରିବାକୁ ଦେଲେନି। ଯଦି ଦେଇଥାନ୍ତି 6ଟା ଛୁଆ, ଭାବିଲି 6ଟା ଛୁଆକୁ ପାଠ ପଢେଇବି। ଆଉ ବାହା ତୋଳା କଲା ପରେ ଆଗରେ 2 ମାସରେ ଥରେ, ସେ ବନ୍ଧୁ ଘରେ 2 ମାସ, ଏମିତି 6 ବନ୍ଧୁଙ୍କ ଭିତରେ ବର୍ଷଟା ଭିତରେ 6 ଥର ଯିବା ଆସିବା ହେଇଯିବ, ବର୍ଷଟା କଟିଯିବ। ସେତକ ବି ଈଶ୍ୱର କରେଇ ଦେଲେନି, କହିଲେ ର, ତାକୁ ବି ବାଦ ପଡିଲା ମୋର। କଣ କରିବି? 2ଟି ଛୁଆକୁ ପାଠ ପଢେଇ ମଣିଷ କଲି। ହେଲା, ଝିଅଟିକି ପାଖରେ ବାହାଘର କଲି। ଯାହା ହଉ ପାଖରେ ବାହାଘର କଲେ, କେତେବେଳେ ବା ସକାଳେ ବାବୁଙ୍କ ସାଙ୍ଗରେ ମର୍ଣ୍ଣିଂ ୱାକ୍ ବା ବୁଲିବାକୁ ହଉ, ସକାଳୁ ଯାଉ ଯାଉ ତାଙ୍କ ଘର ବାଟ ଦେଇ ଗଲେ ଭାରି ଚାହା ପାଣି ଜଳଖିଆ ଟିକେ ମିଳିଯିବ। ଆଉ ଖୁସି ଗପ ବି ସେଠି ପାଖରେ, ଯେହେତୁ ଘଣ୍ଟାଏ ଲାଗିଲେ ବି ଘୁସି ଗପ ହେଇକି ଗପ ସଇ ପଳେଇ ଆସି, ମୋ ଗପର ପେଡି ବି ବନ୍ଦ ହବାର ନାହିଁ। ସେଇଠୁ ଦେଖିଲି ଝିଅଟିକି ପାଖରେ ବାହାଘର କଲି, ହେଲେ ଝିଅ ରହିଲା ଦୂରରେ। କଣ କରିବି? ତାପରେ ମନରେ ମନରେ ଭାବିଲି, ଜଗନ୍ନାଥ, ଯଦି ତୁ ମୋର ଏତେ ଇଚ୍ଛା ମୋର ପୂର୍ଣ୍ଣ କଲ ନାହିଁ, ତାହେଲେ ମୋର ରିଲ୍ସ କରିବାକୁ କଣ ଆପଣ ବାରଣ କରିବେ? ରିଲ୍ସଟା ଚାଲୁ, ସେଇଥିରେ ବି ମୋ ମନ ଖୁସି ହେଉ। ଆଉ ରିଲ୍ସ କି ବି ମୋ ଜଗନ୍ନାଥ ବନ୍ଦ କରୁନାହାନ୍ତି। ରିଲ୍ସ ଆରମ୍ଭ ହେଇଛି, ହବ, ହଉଥିବ, ଏଥିରେ ମୋ ମନ ମଧ୍ୟ ଭଳିଯିବ। ସେଇ ଜଗନ୍ନାଥଙ୍କ କୃପା କରୁଣାରୁ ଆଗକୁ ବଢି ଚାଲିବି। ଆଉ ଗପକୁ ଗପ ହବ, ରିଲ୍ସକୁ ରିଲ୍ସ ହବ, କମେଣ୍ଟକୁ କମେଣ୍ଟ ପଢା ହବ, ଆଉ ଲାଇକକୁ ଲାଇକ ଦେଖା ହବ, ସରିଲା।